ଆସନ୍ତୁ ପୁରୀ ଜଗା ଦର୍ଶନ କରିବା। ଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ପାର୍କିଂ କରି ବାହାରି ପଡ଼ିଲୁ। ଆଗରେ ପଡ଼ିଲା ସ୍ୱାଗତମ୍ ଗେଟ୍। ପୁରୀ ପ୍ରଶାସନ ବହୁତ ସୁନ୍ଦର ଗେଟ୍ଟି ସଜେଇଛନ୍ତି, ଲୋକଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ସେଠୁ ନଜର ପଡ଼ିଗଲା ଶ୍ରୀମନ୍ଦିର ଉପରେ। ସେଇଠୁ ତ ହାତ ଟେକିଦେଲୁ ଜଗାକୁ। ଧାଡ଼ିରେ ଚାଲିଲୁ। ବହୁ ଲୋକ ମଧ୍ୟ ବାଇକ୍ରେ ଯାଉଥିଲେ। ଧାଡ଼ିରେ ଯାଉ ଯାଉ ନଜର ପଡ଼ିଲା ଡୁଡୁୱାଲା ଧର୍ମଶାଳା। ସେଠି ମଧ୍ୟ ପତିତପାବନ ନୀଳଚକ୍ରକୁ ଦେଖି ମନ ବିମୋହିତ ହୋଇଗଲା। ଏ ନୂଆ ବର୍ଷରେ କେତେ କେତେ କୁଆଡ଼ୁ କୁଆଡ଼ୁ ଲୋକ ପୁରୀ ଜଗା ଦର୍ଶନ କରିବାକୁ ମାଡ଼ି ଆସିଛନ୍ତି। ହେଲେ ଅରୁଣ ସ୍ତମ୍ଭ ପଛରୁ ପତିତପାବନ ବାନା ନୀଳଚକ୍ରକୁ ଦର୍ଶନ କଲୁ। ତାପରେ ମାଡ଼ି ଚାଲିଲୁ ପତିତପାବନ ମହାପ୍ରଭୁଙ୍କ ପାଖକୁ। ସେଠି ମହାପ୍ରଭୁ ପତିତପାବନକୁ ଦର୍ଶନ କରିବା ସହିତ ମା ତରୁଣ ଲକ୍ଷ୍ମୀଙ୍କୁ ମଧ୍ୟ ଦର୍ଶନ କଲୁ। ମନ ବିମୋହିତ ହୋଇଯାଉଥିଲା, ଆଖିରୁ ଲୁହ ବୋହି ଯାଉଥିଲା। କେତେ କେତେ କୁଆଡ଼ୁ କୁଆଡ଼ୁ ଲୋକ ମାଡ଼ି ଆସୁଛନ୍ତି ଜଗା ପାଖକୁ। ଆପଣ ଏଇଠି ଜଗା ଦର୍ଶନ କରନ୍ତୁ। ଆମେ ଭିତରକୁ ଚାଲିଲୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା।